ଆମେ ଗୋଟେ ଭଲ ଜାଗାରେ ଅଛୁ କୋଇଡୁଲ। ଅନୁଗୁଳ ହେଉଛି ବେଷ୍ଟ ହିଡେନ୍ ପ୍ଲେସ୍। ଚାଲନ୍ତୁ ଦେଖିବା। ଅନୁଗୁଳ ବହୁତ ଭଲ ହିଡେନ୍ ପ୍ଲେସ୍ ଅଛି ଯାହାକି ଆପଣ ଜାଣିନାହାନ୍ତି। ସେଇଟା କହିଦେବେ ସିଧା ଆସିବେ। ମୁଁ ଆପଣଙ୍କୁ ରୋଡ଼ ବି କହିଦେବି, ମେନସନ୍ କରିଦେବି ଲୋକେସନ୍। ଏଇଟା ହେଉଛି ମାଆଙ୍କର ବନଦୁର୍ଗା ମନ୍ଦିର। ପାହାଡ଼ ଉପରେ ଅଛି, ବହୁତ ଭଲ ଲୋକେସନ୍। ଆସନ୍ତୁ ଦେଖିବା ବନଦୁର୍ଗା ମନ୍ଦିର। ଆମେ ବାଇ ରୋଡ଼ରେ ଅଛେ। ଆମେ ବର୍ଷା ହେଇଛି, ଆଜି ପାଗ ହିଁ ମସ୍ତ ଅଛି। ଫାଇନାଲି ଆସିଗଲୁ ଆମେ। ବହୁତ ୱଣ୍ଡରଫୁଲ୍ ପ୍ଲେସ୍ ଦେଖ ନାଇଁ, ବଢ଼ିଆ ପ୍ଲେସ୍ଟା। ଜଙ୍ଗଲ ମଝିରେ କିନ୍ତୁ ମନ୍ଦିରଟା, ବହୁତ ସୁନ୍ଦର ମନ୍ଦିର। ଏଠି ବସିବା ପାଇଁ ବହୁତ ଭଲ ଭଲ ପ୍ଲେସ୍ ଅଛି। ସବୁ ଗଛ ବି ଅଛି, କଦଳୀ ଗଛ, ବର ଗଛ, ଆମ୍ବ ଗଛ। ସେଠି ବାବାଜୀ ଜଣେ ବି ଅଛନ୍ତି, ରହୁଛନ୍ତି ସବୁବେଳେ ପାଇଁ। ଶିବ ମନ୍ଦିର ଗୋଟେ ଅଛନ୍ତି ଗଛ ତଳେ। ଯାହାକି ବନଦୁର୍ଗା ମନ୍ଦିର ବେଷ୍ଟ ପ୍ଲେସ୍। ପ୍ଲେସ୍ଟା ବହୁତ ଶାନ୍ତ ପ୍ଲେସ୍ଟା। ଆଉ ଏପଟେ ଆମ ପାର୍କ ଅଛି, ଏପଟେ ତାଙ୍କର ଯଜ୍ଞ। ଏଇଟା ତାଙ୍କର ଯଜ୍ଞ କୁଣ୍ଡ। ଆଉ ଏପଟ ସାଇଡ଼୍ରେ ଗଛ ଅଛି ବହୁତ ସାରା। ପ୍ଲେସ୍ ପୁରା ଭୟାନକ ପ୍ଲେସ୍। ଦେଖନ୍ତୁ ଚାରିଆଡ଼େ ଖାଲି ପାହାଡ଼ ହିଁ ପାହାଡ଼ ଆଉ ଗଛ। ଆସିବେ ବହୁତ ଶାନ୍ତି ଲାଗିବ। ଆପଣ ଗୋଟେ ଥର ଭିଜିଟ୍ କରନ୍ତୁ, ଆପଣ ଦେଖନ୍ତୁ ବନଦୁର୍ଗା ମନ୍ଦିର। ମେନ୍ ରୋଡ଼୍ରୁ କମ୍ ବାଟ ଅଛି, ଆପଣ ଆସିପାରିବେ ଆରାମସେ। ଆଟମସ୍ଫିୟର ବହୁତ ସୁନ୍ଦର ଅଛି। ଆଉ ସାଇଡ଼୍ରେ ବି ଲୋକେସନ୍ ଗୋଟେ ବେଲ ଗଛ ଅଛି, ବଡ଼ ବେଲ ଗଛ ଗୋଟେ। ତାଙ୍କ ଖାଇବା ରୁମ୍ ବି ସବୁ ଖାଇବା ପିଇବା ବନଉଛନ୍ତି। ଏଇଟା ତାଙ୍କ ପାର୍କ ବି ବହୁତ ଭଲ ଲାଗିବ ଆପଣ। ନଡ଼ିଆ ଗଛ, ବହୁତ ନଡ଼ିଆ ଗଛ ଅଛି। ତା ସହିତ ଆମ୍ବ ଗଛ, ବହୁତ ଭଲ ଭଲ ଗଛ ଅଛି। ପ୍ଲସ୍ ପାର୍କ ବି ଅଛି, ଆପଣ ବହୁତ ଭଲ ଲାଗେ ଦେଖିବା ପାଇଁ। ପାର୍କ ବି ଅଛି, ପାଣି ଫାଣି ଯାଉଛନ୍ତି କିନ୍ତୁ ଏବେ ଯାଇ ନାହାନ୍ତି। ରାତିରେ ମସ୍ତ ଲାଗିବ, ବହୁତ ବଡ଼ ଏରିଆଟା। ସେପଟେ ତାଙ୍କ ଖାଇବା ଜିନିଷ ସବୁ ଅଛି, ଆମ୍ବ ଫାମ୍ବ ବହୁତ କିଛି ଅଛି। ଠିକ୍ ଅଛି, ଆମେ ଏବେ ଯିବା ନେକ୍ସଟ। ଏଇପଟ ସାଇଡ଼୍ରେ ଆମର ଅଛନ୍ତି ନାରାୟଣ ଠାକୁର। ଆଉ ତାଙ୍କର ସିଧା ଫ୍ରଣ୍ଟରେ ହନୁମାନଙ୍କ ଟେମ୍ପଲ୍ ଅଛି। ହନୁମାନଙ୍କ ଟେମ୍ପଲ୍ ବହୁତ ବହୁତ ସୁନ୍ଦର ଅଛି। ଏଇଟା ହୁଙ୍କା ପୂଜା ବି କରୁଛନ୍ତି ଏଠି ଲୋକମାନେ। ପଣସ ଫଣସ ଦେଖୁଛନ୍ତି, ବହୁତ ଭଲ ଭଲ ଗଛ ଅଛି, ଖାଇବା ଗଛ। ଇଏ ଗରୁଡ଼ ଠାକୁର। ଏତେ ଗୋଟେ ସିଡ଼ି ଚଢ଼ି ଚଢ଼ି ଯିବୁ, ବହୁତ ଗୁଡ଼ିଏ ବାଟ ଅଛି। ହଉ ଚାଲ ଯିବା, ଆପଣମାନଙ୍କୁ ଦେଖିବା। ନାରାୟଣ ମନ୍ଦିରର ଏଇଠି ଦେଖନ୍ତୁ ଗୋଟେ କୁଣ୍ଡ ଅଛି, ପାଣି ଆସେ ତାଙ୍କ ପାଦ ତଳୁ। ମୁଁ ଦେଖେଇବି ଆପଣଙ୍କୁ। ଆସି ଏଠି ଷ୍ଟୋର୍ ହୁଏ, ପାଣି ବହୁତ ସ୍ପଷ୍ଟ ଅଛି। ଆମେ ଠାକୁରଙ୍କ ପାଖକୁ ଆସିଗଲୁ। ଉପରେ ପାହାଡ଼ ଅଛି, ଏତେ ବାଟ ଚଢ଼ିଲା ପରେ ଆମେ ଏଇଠୁ ଆସିଲୁ। ଟୋଟାଲ ଏଇଠୁ ଯେଉଁ ବାନା ଉଡ଼ୁଛି ସେଇଠୁ। ଆଉ ଫାଇନାଲି ଆମେ ଠାକୁରଙ୍କୁ ଦେଖାଉଛି ଆପଣଙ୍କୁ। ଲାଗିଗଲା ଆମକୁ 10 ମିନିଟ୍ ଠାକୁରଙ୍କ ପାଖରେ ପହଞ୍ଚିବାକୁ। ଦେଖନ୍ତୁ ତାଙ୍କ ପାଦ ତ ଦେଶରୁ କେମିତି ବୋହି ଆସୁଛି ପାଣି, ଦେଖିପାରୁଛନ୍ତି ନା? ଆମେ ବର୍ତ୍ତମାନ ଯାଉଛୁ ଘରକୁ, ରିଟର୍ଣ୍ଣ କରୁଛୁ। ଭାବୁଛୁ ଆଉ ଗୋଟେ ପ୍ଲେସ୍ ଅଛି ଏ ପାଖରେ, ଆମେ ଦେଖିଦେବୁ ବୋଲି ଆସୁଛନ୍ତି। ଏତେ ଲୋକ ଆସୁନାହାନ୍ତି କିନ୍ତୁ ଆସୁଛନ୍ତି ବହୁତ ସାରା ଲୋକ ଦେଖିବାକୁ ଗଲେ। କଦଳୀ ଗଛ, କେତେ ବଡ଼ ବଡ଼ କଦଳୀ ହେଇଛି। ସବୁ କିଛି ଆପଣଙ୍କୁ ମିଳିଯିବ ଗଛ, ନୂଆ ନୂଆ ଗଛ। ଫାଇନାଲି ବୁଲିକି ଟିକେ ଶାନ୍ତି ଲାଗିଲା। ବହୁତ ଦିନ ହେଲା ତ ଶାନ୍ତି ଟିକେ ନଥିଲା ଲାଇଫ୍ରେ, ଅଶାନ୍ତି ସ୍କୁଲ୍ ଭଳିଆ ଲାଗୁଛି ମୋତେ। ଆଉ ବହୁତ ଖୁସି ଲାଗିଲା ପ୍ଲେସ୍କୁ ଆସି। ଆଟମସ୍ଫିୟର କେମିତି ଅଛି, ବହୁତ ଭଲ ପ୍ଲେସ୍। ଚାଲନ୍ତୁ ମୁଁ ଦେଖୁଛି ଆଉ ଆପଣଙ୍କୁ ଆଉ ଗୋଟେ ନେକ୍ସଟ ବ୍ଲଗ୍
ମୁଁ ଏଇ ବ୍ଲଗ୍ରେ ଦେଖାଉଛି ନେକ୍ସଟ ଗୋଟେ ଜାଗାକୁ ଆମେ ଯାଉଛୁ ବୋଲି ସେ ବନଦୁର୍ଗା ମନ୍ଦିର କିନ୍ତୁ ସେଇଟା କ'ଣ ପାହାଡ଼ ଉପରେ ଏଠି ପାହାଡ଼ ଉପରେ ଥିଲା ସେଇଟା କେବଳ ଛୋଟ ମନ୍ଦିରଟା କିନ୍ତୁ ବସିବା ପାଇଁ ବହୁତ ଭଲ ଭଲ ପ୍ଲେସେସ୍ ଅଛି ବହୁତ ଭଲ ବି ଲାଗୁଛି ମୋତେ କହ ତତେ ବୁଲିକି କେମିତି ଲାଗିଲା आज तो बहुत बढ़िया लगे संडे जेहेतु थिला आ 6 दिन काम करिके संडे गोटे दिन मिल जाए बस खाଇବା पीवा बुलाबुली करिया मस्ती करिया तो आज बंटी बाबू हमको आनी गोटे जगह आंचलिक ये मैदरपुर पाखापाखि माँ बनदुर्गा टेम्पल पहाड़ पर्वत सौंदर्यीकरण परिवेश शांत परिवेश चढ़ई मानकर कोलाहल शब्द वाह यहाँ हूँ बनदुर्गा मंदिर गेट एंट्री गेट देखो ये लिखा है ओके यहाँ माटी रास्ता किंतु बहुत भल अच्छी देखो मंदिर देखो जब यहाँ हूँ सेकेंड बनदुर्गा मंदिर आ बहुत भल भी लगुच देखुं तो के प्लेस एपटे जो आम जो जाइलु यहीपट पहाड़ थिला बट आम एपट पहाड़ पुणी चढ़ू आम हाँ फाइनाल आम चढ़ू बर्तमान है बहुत डेंजरस जगह माटी रास्ता है अलग रास्ता है चढ़ी पड़े था माटी रास्ता किसी जिनस ना छोट छोट फाइनाली अधा बाट पाइगलु देखुन तो प्लेस अच्छी फाइनाली आम डेस्टिनेशन उपर आसिक पहुँच जाएगा देखो मंदिर भी नुआ बनाई कि बहुत भल लगे प्लेसटा बसवाई गच ये भी गोटे अच्छी देखी यहाँ हूँ तार चतुर्पाश ये बाबा जाऊँच एक्चुअली कोटी देखो प्लेस हम एक्चुअली पहाड़ आसलु एपटे रोड मेन रोड यहाँ आठे सैड हूँ बसवाई भल लगे किसी बनई ना एक्चुअली यहाँ टे आउटसाइड रोचे सेपटे बनदुर्गा मंदिर बनई कि देखो ये भल प्लेस अच्छी आम आज आसीचु कौटी पांड्या शुणी गोटे अच्छी लोकेशन आम बहुत बाट आस लगे 11 किलोमीटर लोकेशन देखा कि बहुत बाट लगे ये बहुत भल मंदिर अच्छी भरटा देखुं इंटेरियर बहुत भल अच्छे देखुच फ्रंट नाइस लोकेशन ये बुद्ध मूर्ति रखी लोक मैंने बसुँच I love बालकोनिया बहुत ब्यूटीफुल प्लेसेस यहाँ हूँ पार्क माने मंदिर साइड्रे यहाँ हूँ पार्क आउ बुलाप बहुत किसी अच्छी आंब तो देखुं बहुत सारा पड़ी देखुं तो आसले आंब भी खाई आंब सीजन में प्रकृति एक्चुअली प्रकृति ठीक यहाँ पोखरी भ्यूटा देखुं तो आंब गुड़ाक एमती जेते भी तोड़ी खाइले कहीं किसी कहना मैंने फास्ट टाइम पे देखिली एमती जगह जे आंब गछ आंब हो लोक कहीं कहना तोड़ी खाए केते बड़ बड़ आंब देउछन तो यहीटा भी बढ़िया पार्कटा से लगे अच्छे बट क्लोज कर दे रात असना बसना बाजे लोक